आलोचना करने प्रभास मिश्र आम सहित अर्थनीति विशेषज्ञ उपस्थित अच्छा श्रीयुक्त मिश्र आप अर्थनैतिक दृष्टिकोण केमती विचार करती जो बंद बा हड़ताल प्रभाव साधारणतः देखा मिलूँ यार देशर अर्थनीति उपर कौन गोटे बड़ प्रभाव रोचे बोली आपण मत केमती प्रभाव रही था एवं कौन प्रभाव पड़ता है ଅର୍ଥନୀତି ଉପରେ ପଡୁଛି। ଆମେ ଗତ କିଛି ବର୍ଷ ତଳେ ଗୋଟେ ନେଇକି ଗୋଟେ ଗବେଷଣା ହେଇଥିଲା ଯେ ଗୋଟେ ବନ୍ଦ ସାରା ଭାରତକୁ କେତେ ପରିମାଣ ପ୍ରଭାବିତ କରିଥାଏ ଆଜ୍ଞା ଏବଂ ଦେଖା ହେଇଥିଲା ଯେ ଗୋଟେ ଦିନ ଯଦି ବନ୍ଦ ହୁଏ ହୁଁ ଭାରତର କ୍ଷତି ହୁଏ 25,000 କୋଟି ଟଙ୍କା। ଆଜ୍ଞା ତେଣୁ ଯଦି ସେଇ ହିସାବରେ ସେଇ ଯୋଉ ଗବେଷଣାଟା ହେଇଥିଲା ଆପଣଙ୍କ 10 ବର୍ଷ ତଳେ ହେଇଥିଲା। ଆଜ୍ଞା ଯଦି ସେଇ ରେଟଟା ଆପଣ ଦେଖିବେ ତାହେଲେ ଆଜିକା ପ୍ରାଇସ୍ ଅନୁସାରେ ନିଶ୍ଚିତ ଭାବେ 40,000 କୋଟି ଟଙ୍କା କ୍ଷତି ହଉଥିବ ଯଦି ସାରା ଭାରତରେ ଆପଣ ଦେଖିବେ। ହୁଁ ହୁଁ ଏବଂ ଓଡିଶା ପରିପ୍ରେକ୍ଷୀ ଦେଖିଲେ ଗୋଟେ ଦିନ ଏଇଭଳିଆ ପୁରା ବନ୍ଦ ହେଇଯିବ ତାହେଲେ 1,000 କୋଟି ଟଙ୍କା ପାଖାପାଖି ଆମର କ୍ଷତି ହବ ଦିନକୁ। ହୁଁ ହୁଁ ଏଇ ଯୋଉ କ୍ଷତିଟା ଆମର ହବ ହୁଁ ଏଇଟା କେବଳ ଆମେ ଯେତିକି ଆମେ କ୍ୱାଣ୍ଟିଫାଏ କରିପାରୁଛେ ହିସାବ କରିପାରୁଛେ ସିନା ଆମେ କହୁଛେ, କିନ୍ତୁ ଅନେକ ଗୁଡେ କ୍ଷତିକୁ ଆମେ ହିସାବ କରିପାରୁନେ ଯଦି ବା ଆମେ ସେଟା ଅନୁଭବ କରିପାରୁଛେ। ଯେମିତିକି ଆପଣ କିଛି ସମୟ ତଳେ ଦେଖୁଥିଲେ ଜଣେ ମେଡିକାଲ କୁ ଆସୁଥିଲେ ହୁଁ ଏବଂ ସେ ତାଙ୍କର ଟ୍ରାନ୍ସପୋର୍ଟ ବା ଡ୍ରାଇଭର ମାନଙ୍କ ଷ୍ଟ୍ରାଇକ ପାଇଁ ସେ ଯାଇପାରୁନାହାନ୍ତି। ତ ସେ ପ୍ରକାର କ୍ଷତି ସବୁ ମଧ୍ୟ ଅଛି। ହୁଁ ସମୁଦାୟ ଯଦି ଆପଣ ହିସାବକୁ ନେବେ ତାହେଲେ ନିଶ୍ଚିତ ଭାବେ ଦିନକୁ 2-3 ହଜାର କୋଟି ଟଙ୍କା ଆପଣଙ୍କର ଲସ୍ ହବ। ହୁଁ ହୁଁ ଏଇ ଯୋଉ ଲସ୍ ଟା ବି ତାର ଆହୁରି ଅଛି ଯେ ଦୀର୍ଘସ୍ଥାୟୀ ପ୍ରଭାବ ମଧ୍ୟ ଅଛି। ଆଜ୍ଞା ଯେମିତି କି ଆଉ କିଛି ଦିନ ଯଦି ବନ୍ଦ ହବ ତାହେଲେ ତେଲ ମିଳିବନି। ହୁଁ ଯୋଉ ହୁଁ ସେଟା ଡ୍ରାଇଭର ମାନେ ଆଉ ଆଣିବେନି, ଡ୍ରାଇଭର ମାନେ ବନ୍ଦ ମଧ୍ୟ କରିଛନ୍ତି। ହୁଁ ଯଦି ତେଲ ନ ଆସିଲା ହୁଁ ବା ଯଦି ଗାଡି ନ ଆସିଲା ତାହେଲେ ସପ୍ଲାଇ ଚେନ୍, କାରଣ ହୁଁ ସପ୍ଲାଇ ଚେନ୍ ହଉଛି ଗୋଟେ ଜାଗାରୁ ଆଉ ଗୋଟେ ଜାଗାକୁ ଜିନିଷ ନବା ଆଣିବାରେ ବନ୍ଦ ହେଇଯାଉଛି। ଯଦି ହୁଁ ପରିବା ବା ଅନ୍ୟାନ୍ୟ ଜିନିଷ ଯଦି ଆସିବା ବନ୍ଦ ହେଲା ତାହେଲେ ତା ରେଟ୍ ବଢିବ ଏବଂ ମୁଦ୍ରାସ୍ଫୀତି ମଧ୍ୟ ବଢି ଚାଲିବ। ଯଦି ଗୋଟେ ଦିନ ପୂର୍ବରୁ ତ ଆପଣଙ୍କର ବନ୍ୟା ପାଇଁ ଯୋଉଟା ଆପଣଙ୍କ ପରିବାର 80 ଟଙ୍କା 90 ଟଙ୍କା ହେଇଯାଇଥିଲା ହୁଁ ଏବଂ ଯଦି ଏବେ ଯଦି ଆପଣଙ୍କର ଏଇ ଷ୍ଟ୍ରାଇକ ଟା କଣ୍ଟିନ୍ୟୁ କରେ ତାହେଲେ ତା ଉପରେ ଆହୁରି ମଧ୍ୟ, ତେଣୁ ଓଡିଶା ଲୋକମାନଙ୍କ ପାଇଁ ବେଡି ଉପରେ କୋରୋନା ମାଡ ଭଳିଆ ହୁଁ ତେଣୁ ଗୋଟେ ପ୍ରାଇସ୍ ରାଇଜ ମଧ୍ୟ ହବ। ହୁଁ ତେଣୁ ଏହା ଦ୍ଵାରା ଆପଣଙ୍କର ଅନେକ ଗୁଡେ କ୍ଷତି, ମାନେ ଯୋଉ ଲୋକମାନେ କିଣିବା କଥା ବା ଗରିବ ଲୋକମାନେ ଯୋଉମାନେ କିଣିବା କଥା ଜିନିଷ ସେମାନେ ଆଉ କିଣି ପାରିବେନି ବା କିଣିଲେ ବହୁତ ପଇସାରେ କିଣିବେ, ଯାହା ଦ୍ୱାରା ସେମାନଙ୍କର ଆର୍ଥିକ କ୍ଷତି ହବ। ହୁଁ ତେଣୁ ଗୋଟେ ପକ୍ଷରେ ସରକାରଙ୍କ ରାଜସ୍ୱ କ୍ଷତି ହବ ହୁଁ ଏବଂ ଦ୍ୱିତୀୟ ପକ୍ଷରେ ଲୋକମାନଙ୍କର ଆର୍ଥିକ କ୍ଷତି ମଧ୍ୟ ହବ, କାହିଁକିନା ସେମାନେ ମୁଦ୍ରାସ୍ଫୀତିକୁ ଖାଇବେ ପିଇବେ ଏବଂ ସେମାନେ ଯାହା କିଛି ଜୀବନ ଯାପନ କରିବା ପାଇଁ ଖର୍ଚ୍ଚ ହବ ସେମାନଙ୍କର ଆର୍ଥିକ କ୍ଷତି ସହିବେ। ଯୋଉ 3 ନମ୍ବର କ୍ଷତି କଥା ମୁଁ କହିବି, ଯୋଉମାନେ ଶ୍ରମିକ ମାନେ କାମ କରିବାକୁ ଯାଉଛନ୍ତି ହୁଁ ଦୈନିକ, ଯୋଉମାନେ ଅଣସଂଗଠିତ କ୍ଷେତ୍ରରେ ଯୋଉମାନେ କନଷ୍ଟ୍ରକ୍ସନ ୱାର୍କର୍ସ ଅଛନ୍ତି ସେମାନେ ମଧ୍ୟ ଯିବା ଆସିବାରେ ଅସୁବିଧା ଏବଂ ସେମାନେ ମଧ୍ୟ କାମ କରିପାରିବେ ନାହିଁ। ଆଜି ଗୋଟେ ଦିନ ଦେଖନ୍ତୁ ଯଦି ଏଣ୍ଟାୟାର ଅଫିସ ଆପଣଙ୍କର ବନ୍ଦ, ହୁଁ ବ୍ୟାଙ୍କିଙ୍ଗ ବନ୍ଦ, ଆପଣଙ୍କର ସରକାରୀ ଅଫିସକୁ ବନ୍ଦ କରିଦିଆଯାଇଛି, ଯୋଉଟା କି ଆପଣ ଆଜି ଚାହିଁଲେ ବି ଆପଣ ସେକ୍ରେଟାରିଏଟ ଯାଇପାରିବେ ନାହିଁ ଗୋଟେ କୌଣସି ଗୋଟେ ଅଭିଯୋଗ ବା କାହା ପାଖରେ କାମ। ଯେ ସବୁର ଯଦି କ୍ୱାଣ୍ଟିଟେଟିଭ ବା ଗୋଟେ ତାକୁ ଯଦି ମୂଲ୍ୟାଙ୍କନ ଆପଣ କରିବେ ତାହେଲେ ସମୁଦାୟର ମୂଲ୍ୟ ଯଥେଷ୍ଟ ଅଧିକା ହବ। ତେଣୁ ଗୋଟେ ଦିନ ବନ୍ଦ श्रीयुत ହେଲେ मिश्र ତାର प्रत्यक्ष जड़े ଭାବରେ ଆର୍ଥିକ अर्थशास्त्री भाव में କ୍ଷତି आपण 100। ये जो ट्रेड यूनियन माने केमती प्रकार आंदोलन करें हुए तो अर्थनीति उपर विशेष भाव में प्रभाव पड़ता नहीं एवं एक प्रकार चाप मध्य सृष्टि हो पारंता सरकार उपर तांकर दाबी पूरण क्षेत्र में सरकार मध्य गंभीरतार सहित विचार करि पारंते। ଦୁଇ ଆଡୁଆ ଦେଖାଯାଇପାରେ, କାରଣ କୌଣସି ନୀତିକୁ ସରକାରଙ୍କ ଉପରେ ଯଦି ଆମେ ନୀତିକୁ ପ୍ରଣୟନ କରିବା ପାଇଁ ସରକାରଙ୍କୁ କହୁଛେ ବିଭିନ୍ନ ଉପାୟରେ ଚାପ ପ୍ରୟୋଗ କରାଯାଇପାରେ। ହୁଁ ଯଦି ଆମେ ଆନ୍ଦୋଳନ କରି ବନ୍ଦ କରୁଛେ ବା କୌଣସି କାର୍ଯ୍ୟକ୍ରମ ସବୁ ବନ୍ଦ କରିଦଉଛେ ତାହେଲେ ଏଇଟା ଆମର ସାମଗ୍ରିକ ଅର୍ଥନୀତିକୁ ଯେହେତୁ ପ୍ରଭାବିତ କରୁଛି, ତେଣୁ ଏଇ ବନ୍ଦ ପଦ୍ଧତିଟା ଆମର ସର୍ବଶେଷକୁ ନେବାର ଆବଶ୍ୟକତା ଅଛି। ହୁଁ କାହିଁକିନା ଯଦି ବିଭିନ୍ନ ସମୟରେ ଆପଣ ସରକାରଙ୍କ ପାଖକୁ ଡେଲିଗେସନ ଯାଇଥିବେ, ସରକାରଙ୍କର ଯୋଉ ଟପ୍ ଲେବୁଲ ଅଫିସିଆଲ ମାନେ ଅଛନ୍ତି ବା ଟପ୍ ଲେବୁଲ ଲିଡର୍ସ ଅଛନ୍ତି ସେମାନଙ୍କ ସହିତ ଦେଖା ଯଦି କଥା ହେଇଥିବେ ବା ପାର୍ଲାମେଣ୍ଟ ହଉ ବା ଲେଜିସ୍ଲେଟିଭ ଆସେମ୍ବଲି ହଉ ସେ ଜାଗାରେ କ୍ୱେଶ୍ଚିନ୍ କରିଥିବେ ଏ ସବୁକୁ ନେଇକିରି, ଅବଶ୍ୟ ଅନେକ ସମୟରେ କ୍ୱେଶ୍ଚିନ୍ କରନ୍ତି, ଯଦି କରିଥିବେ ବା ପାର୍ଲାମେଣ୍ଟ ସମୟରେ ହରତାଳ କରିବା ହଉ ବା ରାସ୍ତାରେ ଡେମନଷ୍ଟ୍ରେସନ କରିବା ସେ ସବୁ ଯଦି କରିବେ ତାହେଲେ ତାର ଏତେ ଦୂର ଆର୍ଥିକ ପ୍ରଭାବିତ ହବ ନାହିଁ। କିନ୍ତୁ ଯଦି ଏଣ୍ଟାୟାର ଭାରତ ବନ୍ଦ କରିଦେବେ ବା ବନ୍ଦ ଘୋଷଣା କରିବେ, ଯେମିତିକି ଆପଣ ଡ୍ରାଇଭର ସଂଘ ପୁରା ବନ୍ଦ କରିଦେଇଛନ୍ତି ଗାଡିକୁ, ତାହେଲେ ସେଟା ହବ ନାହିଁ। କିନ୍ତୁ ସରକାର ମଧ୍ୟ ଅନ୍ୟ ପ୍ରକାର ଶୁଣିବାର ଆବଶ୍ୟକତା ରହିଛି। କିଛି ବର୍ଷ ତଳେ ସରକାରଙ୍କର ଡ୍ରାଇଭର ମଧ୍ୟ ଷ୍ଟ୍ରାଇକ କରିଥିଲେ, କିଛି ବର୍ଷ ତଳେ କିଛି ଗୋଟେ ଦାବି ରଖିଥିଲେ,
सरकार किछि दाबी पूरण करी कहिथिले अनेक आउ आउ अल्प मास पर शुणिए बोली तेणु सरकार बदली गले नुआ सरकार आछंती से यदि दाबी न शुणती ताले सिचुएशन भारी खराब हो कारण जदि आलोचना कर सरकार मध्य किछि दाबी तांकर शुणिबार आवश्यकता रहउछि सिमिलरली आपण श्रमिक मानकर जो दाबी गुडे तो रहउछि ट्रक गुडे मालिक भारी संघर जेन्युइन सभापति श्रीयुक्त रवि शतपथी मध्य उपस्थित रहउछन्ती। श्रीयुक्त शतपथी आपनको मध्य आलोचना को स्वागत। ड्राइवर का जो स्टीयरिंग छाड़ आंदोलन यार केते दूर प्रभाव पड़ुछि आपण तो शुणुते अर्थनीति विशेषज्ञ प्रभास मिश्र भी कहते विभिन्न स्थान आम चित्र आपन को देखाऊँ जे बंदर प्रभाव केते दूर अनुभूत होछि। सर ये कौन एकमात्र विकल्प एवं शेष विकल्प आपण जे बंद कर दियो तापर देखिबा सरकार को ऊपर चाप पकेबा नहीं एटा शेष विकल्प नुह और वर्तमान कौन ना सरकारी स्तर रे आज्ञा एमाने जेतोले मासे हला माननीय परिवहन मंत्री माननीय परिवहन सचिव को दाबी पत्र दे अनुरोध करथुले आलोचना करिया पई आज्ञा सेतेबेले राज्य सरकार आलोचना करिवार आवश्यकता थिला। आलोचना हेइथिले मु भाबुची धर्मघट ड्राइवर माने करि नथान्ते आमे आम व्यवसाय ड्राइवर संगे ओतप्रोत भाव जड़ित ड्राइवर गाड़ी न चलिले आमे गाड़ी चलई पारिबु नाही वर्तमान परिस्थिति सेया हेइछि। काली माननीय परिवहन मंत्री आलोचना करने को डाकिले जो आलोचनाटा आगुरु हेइतिले एभଳି अप्रीतिकर परिस्थिति हेइ नथांदा अच्छा एवं आलोचना कला परे आज्ञा वर्तमान सुधा तांको लिखित आकार रे प्रोसीडिंग रे कॉपी देई नाहंती जोटा कि देला परे सेमाने तांकर लोकंग सहित आलोचना करी स्ट्राइक धर्मघट प्रत्याहार करिवे कि नाही निष्पत्ति नियंते। अच्छा तेणु सरकार थेरे टिके हाथ जदि बढ़ेइबे ताले मु भाबुची विशेष किछि को दिगरे हाथ बढ़ेबा दरकार बोली आपण भाबुचंदी सरकार तांकर निष्पत्तिटा तांको लिखित आकार रे देई देवा दरकार सबु दाबी पूर्ण हुए नहीं किंतु कौन कौन सरकार करि परिबे तांको जणै देले तांको तांको लोक मानक सहित आलोचना होता आमे मते मालिक माने तांको कहंतु जे ना रे भाई तमे टिके धर्मघट रो ओरी जा एबळे अप्रीतिकर अच्छा आपण कोन भाबुचंती मालिक हिसाब रे को दाबी गुडी को पूर्ण कर दिया गले से माने हुए तो आंदोलन रो माने आंदोलन को प्रत्याहार करनियंते गोटे जिंस देखंतु ड्राइवर माने टिके विश्राम लेबे कि नहीं गाड़ी टाकू रास्ता कड़े सुरक्षित रखिवे कि नहीं वर्तमान सुधा गाड़ी रखिवा को कोटी जागा नहीं रास्ता रखिले पुलिस जुलम बाटरे से सोई पारु नांते दुर्घटनार कारण होछि जोटा के हाईवे एम्यूनिटी सेंटर गवर्नमेंट ऑफ इंडिया डिक्लेयर कलानी राज्य सरकार मध्य किछि जगह रे करिवा को प्रयास आरंभ कलानी से कथाटा को से माने निर्दिष्ट भाव रे कहि देवा दरकार जे एतिक दिन भितरे हबो बाकी तांकर गोटे दाबी होछि ऑटो ड्राइवर अरे ड्राइवर तो सब गोटे कैटेगोरी रे जिबा दरकार ऑटो ड्राइवर को आपण अलगा काई करिवे ड्राइवर वेलफेयर बोर्ड रे काई रखिवे एथर किछि आवश्यकता नाही मु जा अनुभव करे। तृतीय कथाटी होछि जो पुलिस को जोरिमाना आदाय क्षमता पुलिस को आईन रे जा क्षमता अछि पुलिस कार्य करी अच्छा किंतु जोरिमाना आदाय क्षमता दबारु आपण माने मध्य साधारण नागरिक हला बेले रास्ता रे देखिथिबे कनेस्टेबल हाबिलदार मध्य ट्रैफिक कंट्रोल बदलले मोबाइल धरि फोटो उठेबारे व्यस्त तेणु यही जो किसी सामान्य तम डिमांड सब रही ताकू पूरण करियारे मो मतरे किछि असुविधा नाही सरकार लिखित भाव दाबी पूर्ण करने कथा कही दिंतु मौखिक भाव नुहे मौखिक भाव नुह लिखित आकार जन आमे भी प्रभाव विस्तार करूँ ड्राइवर मान कारण से आमर कर्मचारी आमर गोटे अंग आमे भी प्रभाव विस्तार करूँ आंदोलन रू तमे ओरी जाओ लोक मान हईराण पकाओ। अच्छा मुख्यतः जो 7टी दाबी सुक्त शतपथी आप रखिंट ये 7टी दाबी को दाबी गुड़िक पूर्ण कर दिया गले आंदोलन प्रत्याहार करिवार असुविधा नहीं जदि हमको आमे आपन को तीनोटी दाबी कथा कहू दाबी तो आमे रखिनु ड्राइवर राइट राइट तेणु मोर कहया कथा ए जो तांकर रेस्ट सेड कथा तांकर जो बाटरे पुलिस जुलम कथा ये सब जिनस एवं तांकर ऑटो ड्राइवर को जो नबा कथा ड्राइवर वेलफेयर बोर्ड रे एगुडा निष्पत्ति नहीं गले मु भाव हे जीवो समान कथा मानिवे तो सरकार तो संवेदनशील अछंती सेति पई तो सरकार प्राय राजी हिचे नहीं सरकार तो आलोचना पई डाकिले आपण मान को आलोचना करा गला तो कोट ना कोटी तो आपण स्वीकार करबी जे सरकार संवेदनशील अछंती ए प्रसंग रे
ନାଇଁ ଆମର ପରିବହନ ମନ୍ତ୍ରୀ ସମ୍ବେଦନଶୀଳ ଅଛନ୍ତି। হ্যাঁ ଏ ପରିବହନ ମନ୍ତ୍ରୀ ମଧ୍ୟ ଗାଡି ଡ୍ରାଇଭର ମାନଙ୍କ ପ୍ରତି ଭାରି ସହାନୁଭୂତି ଅଛି। হ্যাঁ କିନ୍ତୁ କାଲି ଯୋଉ ଆଲୋଚନାଟା ମୋର କହିବା କଥା ସରକାର ଯଥାଶୀଘ୍ର ତାଙ୍କୁ ଲିଖିତ ଆକାରରେ ଜଣେଇ ଦେଲେ হ্যাঁ ସେମାନେ ବି ଆଲୋଚନା କରିବେ। ଆମେ ମାଲିକ ହିସାବରେ ମଧ୍ୟ ଆମର ଡ୍ରାଇଭର ଭାଇ ମାନଙ୍କୁ ମଧ୍ୟ ଆମେ ବୁଝେଇବୁ ଯେ ତମେ ଆନ୍ଦୋଳନ କରିଯାଅ। ଆପଣଙ୍କୁ କ'ଣ ଲାଗୁଛି ଯୋଉ ଡେଡଲକ୍ ଲଗାତାର 2 ଦିନ ଧରି ରହିଲାଣି ଏ ଡେଡଲକ୍ ଡେଡଲକ୍ ଆଜ୍ଞା ଉଠିଯିବ। হ্যাঁ କେବଳ କାଲିର ନିଷ୍ପତ୍ତିଟା ତାଙ୍କୁ ଜଣେଇ ଦେବା ଦରକାର। হ্যাঁ হ্যাঁ ନାଇଁ ଆପଣ ସେଟା ଏହାକୁ ଲିଖିତ ଆକାରରେ ଜଣେଇ ନାଇଁ ଦେଲେ ଆପଣ ତ ଅଟିଯିବ। ମାଲିକ ସଂଘ ଆପଣମାନେ ଚିନ୍ତା କରୁଛନ୍ତି ଯେ ଇଏ ଏକମାତ୍ର ଏବଂ ଶ୍ରେଷ୍ଠ ବିକଳ୍ପ ଆଉ ୟା ଛଡ଼ା ଅନ୍ୟ କିଛି ଅପସନ୍ସ ବି ନଥିଲା ଡ୍ରାଇଭର ମାନେ ଷ୍ଟିଅରିଂ ଛାଡ଼ ଆନ୍ଦୋଳନ କରିକି ହିଁ ଚାପ ପକେଇଲେ ସରକାର ଚାପଗ୍ରସ୍ତ ହେବେ ବୋଲି ଆପଣ ଭାବିଲେ ସେଇଥିପାଇଁ ଆପଣ ମଧ୍ୟ ସମର୍ଥନ ଦେଲେ এই ବନ୍ଦକୁ? ନାଇଁ ଦେଖନ୍ତୁ ଇଏ ସରକାର ଗୋଟେ ପପୁଲାର ସରକାର। ହଁ ଏ ସରକାର ଲୋକଙ୍କ ପାଖରେ ପହଞ୍ଚୁଛନ୍ତି। ଆମେ ସରକାରୀ ମନ୍ତ୍ରୀ ମହୋଦୟ ମାନଙ୍କ ଉପରେ କିଛି ଅସୁବିଧା ନାହିଁ, କିନ୍ତୁ ପ୍ରଶାସନିକ ବ୍ୟବସ୍ଥା ବର୍ତ୍ତମାନ ବି ପରିବର୍ତ୍ତନ ହେଇନାହିଁ। ହଁ ପ୍ରଶାସନିକ ବ୍ୟବସ୍ଥା ଯଦି ଟିକେ ବର୍ତ୍ତମାନ ମନ୍ତ୍ରୀ ମହୋଦୟ ମୁଖ୍ୟମନ୍ତ୍ରୀ ମହୋଦୟ ଯୋଉଭଳି ଭାବରେ ଲୋକମାନଙ୍କ କିନ୍ତୁ ସାଙ୍ଗରେ ଆପଣ କେବେ positive ଚିନ୍ତା ରହୁଛନ୍ତି। କଲେ କି ନାହିଁ ଶ୍ରୀଯୁକ୍ତ ଶତପଥୀ? ମୁଁ ଟିକେ ଆପଣଙ୍କୁ ରୋକିବାକୁ ଚାହୁଁଛି। ରମେଶ ଆମ ସହଯୋଗୀ ଟିକେ ଖୋର୍ଦ୍ଧାରୁ ଉପସ୍ଥିତ ଅଛନ୍ତି, ତାଙ୍କ ସହିତ ଟିକେ ଆଲୋଚନା କରିଦେବି ଏବଂ ତାପରେ ଆପଣଙ୍କ ସହିତ ପୁଣି ତୁରନ୍ତ ଆପଣଙ୍କ ହଁ, ପାଖକୁ ଠିକ ଫେରୁଛି। ଅଛି।